ଆରେ ପୁରା ଭୀମ ଯାଇକି ଯେତେବେଳେ ତାକୁ ପଠେଇଥିଲେ କୁବେରଙ୍କ ପାଖକୁ, ସେ ଧାନ ଗୋଟେଇବା ଦେଖିକି ତା ମୁଣ୍ଡ ଖରାପ। କହିଲା ସିଏ କ'ଣ ଦେବ ଧାନ ବସ୍ତା ପକେଇବା ପାଇଁ। କିନ୍ତୁ ଏମିତି ହେଲା, ଆଶ୍ଚର୍ଯ୍ୟ ହେଇଗଲା। ପଚାରିଲା କାହିଁକି ଆପଣ ତ ଗୋଟିକିରି ଇଏ କରୁଛନ୍ତି, ଆପଣ ତ ସବୁ ଧନର ଅଧିକାରୀ। ନା ଅଧିକାରୀ ହେଲେ କ'ଣ ହେଲା? ଆରେ ଏଇ ଜିନିଷଟା ମୋ ପାଖରେ ଅଛି ବୋଲି ମୋତେ ଦାୟିତ୍ୱ ଦିଆଯାଇଛି। ନେ ଏଇଟା ନେ, ମୋତେ ଆପେଲଟା ଦେ, ତୁ ଏଇଟା ନେ, ମକାଟା ନେ। ଦି ହାତରେ ଧ। ହଁ। ଆରେ ସେ ଚୁନା ମାଛ ମିଳୁଛି, ସେଇଟା 250 ଟଙ୍କା। ତା ମୁଣ୍ଡ କାଟିକି ଦେଇଛନ୍ତି ସେମାନେ ସବୁ, ବୁଝିଲ? ସାରା ଆଉ ସେ ଯେଉଁ ଜଗର ମାଛ ମିଳୁଛି, ସେଇଟା ମୁଁ ଦେଖିଲି ସବୁଠୁ ଶସ୍ତା ସେଠି। ଆଚ୍ଛା। ତାକୁ 150 ଟଙ୍କା କହିଲା। ଭାବୁଥିଲି ଆଣିବି ବୋଲି, ମୁଁ ନା ଏଇ ପିଲାମାନେ କହୁଛନ୍ତି ଇଏ ମାଛ, ତାପରେ ମୋ ପାଇଁ ଶରୀର ପାଇଁ ଏତେ ଇଏ ନୁହଁ। ଠିକ୍ ଅଛି, ଛାଡ଼। ଥରେ ଅଧେ ସେମିତି ଖାଇବା ପାଇଁ କିଛି ନାହିଁ, ମୁଁ ତ ଘରେ ସେଇଆକୁ ନେଇ ଖାଏ। କାହିଁକି ନା ସେଇଥିରୁ ପାଏ ନ ନେଲା ଆଉ ଅନ୍ୟ ଜିନିଷ କାଟିକି ଦେବା ପାଇଁ ସେମାନେ ରାଜି ହୁଅନ୍ତିନି। ଖା ଖା ଖା, ବା ବଢ଼ିଆ, ବାପା ବହୁତ ବଢ଼ିଆ, ଭେରି ଗୁଡ୍। ଖା ଖାଅ 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 ଖାଅ। କେତେ ସୁନା ପିଲା, ଖାଇକିରି ମୋତେ କହୁଛି ମଧ୍ୟ ତୁ ଏମିତି ସୁନା ପିଲା। ବୋଉ, ମୁଁ କେବେ ଜାଣିନଥିଲି ଏମିତି ସତ କହିବା ବାପା ଭଳିଆ। ମୁଁ ଜମା କେବେ ଜାଣିନଥିଲି। ତୁ ସବୁ ଖାଇକିରି ମୋତେ ସତ କଥା ବି କହିଦେଉଛୁ। ଆଚ୍ଛା, ସକାଳ ପାଇଁ କ'ଣ କରିବା? ଆରେ ଆଜ୍ଞା। ସକାଳ ପାଇଁ କ'ଣ କରିବା? ଏଇ ମକା ତ ହେଲେ ହବନି, ପୋଡ଼ି ଖାଇଲେ ସେଟା ଉପରବେଳା ପାଇଁ ଚଳିବ। ଆଉ ସକାଳ ପାଇଁ କ'ଣ କଲେ ହବ? ଚୁଡ଼ା ଅଛି? ଚୁଡ଼ା ଅଛି?